ମାଳିକା ମହାପୁରୁଷମାନେ ଲେଖିଛନ୍ତି ସତ୍ୟ, ତାର ଗୋଟେ ଧାରାବାହିକ ଅଛି। ଧାରା ଅଙ୍କର ହିସାବ କଲା ମସିହା ଖ୍ରୀଷ୍ଟାବ୍ଦ ଅଙ୍କ ଇଏ ସବୁ ହେଉଛି ପ୍ରଭୁଙ୍କର କଲା ଓଲଟ ପାଲଟ ଅଙ୍କ କଷା ପାଠ। ଏଠି ପ୍ରଭୁ ବି ଗୋଟେ କଥା କହିଛନ୍ତି, ଯେବେ ମୀନ ଶନି ଏକତ୍ର ହେବ ତେବେ ଦେଶକୁ ବହୁତ କ୍ଷତି ଘଟିବ। ଆମର 25 ଯାଇ 26 ଆରମ୍ଭ ହେଲା। ଏଇ 26 ମସିହାରେ ବହୁତ ଘୋର ଯୁଦ୍ଧ ହେବା ବୋଲି ମହାପୁରୁଷମାନେ ମଧ୍ୟ ଲେଖିଛନ୍ତି। ଏଇ ମେ ମାସ 26 ତାରିଖରୁ ଜୁନ୍ 2 ତାରିଖ ପର୍ଯ୍ୟନ୍ତ ଏ 7 ଦିନ ଯୁଦ୍ଧ ହୋଇ ଘୋର ଅନ୍ଧକାର ଘଟିବ ବୋଲି ମଧ୍ୟ ମହାପୁରୁଷମାନେ କହିଛନ୍ତି। ସେ ସମୟରେ ତାପରେ ଆଉ ଗୋଟିଏ କଥା କହିଛନ୍ତି କ'ଣ ନା 26ରୁ 27 ଯେବେ ହେବ ଘୋର ଉଲ୍କାପାତ ତେବେ ଘଟିବ। ଘଡ଼ଘଡ଼ି ବିଜୁଳି ସଙ୍ଗେ ଯହିଁ ଖଣ୍ଡ ପ୍ରଳୟ ହୋଇବ ତହିଁ। ଖଣ୍ଡ ପ୍ରଳୟ କ'ଣ ଆପଣ ଦେଖୁଛନ୍ତି ଯେଉଁ କାଳବୈଶାଖୀ ସବୁ ଘଟୁଛି, ଏବେ କହୁଛନ୍ତି କାଳବୈଶାଖୀ, ଗୋଟିଏ ଗୋଟେ ପ୍ରଳୟ ବୋଲି ଜାଣିବେ, ସେ ସବୁ ଖଣ୍ଡ ପ୍ରଳୟ ଆସୁଛି। ଏଇ 26-27 ଭିତରେ 27 ଭିତରେ ମଧ୍ୟ ଆପଣଙ୍କର 6ଟା ଜିଲ୍ଲା ଜଳମଗ୍ନ ମଧ୍ୟ ହେବାର ସମ୍ଭାବନା ଅଛି। କାହିଁକି ନା ମୀନକୁ ଶନିଚଳନ ଜଳ ସମୁଦ୍ରରେ ଘଟିବ ଜାଣ। କେତୁ ମହାଗ୍ରହ ଜାଣ 18 ମେରେ ହେବେ ଚଳନ। ମହାପୁରୁଷ ଯାହା ଲିଖିଛନ୍ତି, ତେଣୁ ସେ କହିଛନ୍ତି ଜୁନ୍ 2 ତାରିଖ 26 ଜୁନ୍ 2 ତାରିଖ ମେ 26ରୁ ଜୁନ୍ 2 ତାରିଖ ମଧ୍ୟରେ ଘୋର ଅନ୍ଧକାର ହୋଇ ଘୋର ଯୁଦ୍ଧ ହେବ। ପାପୀମାନେ ରଣଭଣ ହେବେ, ଦେଶ କ୍ଷୟକ୍ଷତି ହେବ, ବହୁତ କ୍ଷତି ଘଟିବ। ଆଉ ଗୋଟିଏ କଥା କହିଛନ୍ତି ପ୍ରଭୁ କ'ଣ ନା ଅନନ୍ତଜ ବୀର୍ଯ୍ୟ ହରଣ କରିବେ, ନ ରହିବ କାହାର କିଛି। ଅନନ୍ତ ବୀର୍ଯ୍ୟ ହରଣ କରିବେ କ'ଣ ନା ଆପଣଙ୍କର ଶସ୍ୟ ହେଉଛି ତାହା ମଧ୍ୟ ଆଉ ଫଳିବ ନାହିଁ। କେହି ଯଦି ମହାପୁରୁଷ କି କେଉଁ ଜ୍ୟୋତିଷ ଶାସ୍ତ୍ର, କେହି ଯଦି ଗୁଣି ହେଉ ଗାରେଡ଼ି ହେଉ ଯେ ସବୁ ପାଠ ସବୁ କରୁଛନ୍ତି ତାହା ମଧ୍ୟ ହରଣ ହୋଇଯିବ। ତା ମଧ୍ୟ କେହି ସଠିକ, କେହି ମଧ୍ୟ ପଣ୍ଡିତ କହିପାରିବେନି। ସେସବୁ ଜିନିଷ ମଧ୍ୟ ହରଣ ହୋଇଯିବ। କାହିଁକି ନା କାହାର ଜ୍ୟୋତିଷ ବିଦ୍ୟା ମଧ୍ୟ କାମ କରିବ ନାହିଁ। ଆଉ ଗୋଟିଏ ଗୁପ୍ତ କଥା ହେଉଛି, ଏ ଯେଉଁ ଭାରତ ଯୁଦ୍ଧ ହେବ 26-27 କଲା 28ରେ ଅଠା କାଠି ପଡ଼ିବଟି ଜାଣ। ଅଠା କାଠି କ'ଣ ନା ଲୋକମାନଙ୍କୁ ଖାଇବାକୁ ମିଳିବନି, ହାହାକାର ପଡ଼ିବ, ଅଗ୍ନିପାତ ହେବ, ହିଙ୍ଗୁଳା 7 ବାର ବୁଲିବେ। ଏଇ ପୃଥିବୀ ଭିତରେ 7 ବାର ହିଙ୍ଗୁଳା ବୁଲିବେ, ସବୁ ଜଳି ପୋଡ଼ିଯିବ। ସମୁଦ୍ରମାନ ଆଗ କହିଲେ କ'ଣ ନା ଆଗ ଯିବ ଦାରୁ ବୃକ୍ଷ ଆଉ ନାହିଁ ଆଜ୍ଞା, କଟା ସରିଗଲାଣି। ତାପରେ ତରୁ ଅର୍ଥ ବୃକ୍ଷ ଗୁଡ଼ାକ କାଟିକିରି ସବୁ ଜାଳେଣୀ ହିସାବ ଭଲମନ୍ଦ, ଆଉ ଜଙ୍ଗଲ ବି ନାହିଁ, କଟା ହେଇଗଲାଣି। ତାପରେ ମେରୁ ପାହାଡ଼ମାନ ସବୁ ମିଳେଇଯିବ। ତାପରେ ଗୋରୁଙ୍କ ଅବସ୍ଥା ମଧ୍ୟ ଏବେ ଆସିଯିବ ଖରାପ। କାହିଁକି ନା ବହୁତ ଗୋରୁ ବି ନଷ୍ଟ ହେବେ। ତାପରେ ମନୁଷ୍ୟର ପାଳି, ଇଏ ସବୁ କାଳକ୍ରମେ ଆସୁଛି। ତେଣୁ ସେଇନେ ପ୍ରଭୁ କହିଛନ୍ତି, ଆପଣ ଜାଣିଥିବେ ସେ ଯିଏ ଅଛନ୍ତି ତା ନାଁ ମଧ୍ୟ ଆମେ ଯଦି ନ ଖୋଲୁଛୁ ମଧ୍ୟ ମାଳିକାରେ କହିଛି, ଆପଣ ସେଇଟା ତର୍ଜନା କରିବେ। ସେ ଅଛନ୍ତି ରୁଷିଆରେ। ସିଏ ଯେ ରୁଷିଆରେ ଅଛନ୍ତି, ସେ ଆସିବେ ଉତ୍ତରପ୍ରଦେଶ କାଶୀରଞ୍ଜାରୀ ମଠରେ ଆସି ରହିବେ। ଉତ୍ତରପ୍ରଦେଶ କାଶୀରଞ୍ଜାରୀ ମଠରେ ଯେତେବେଳେ ଆସି ରହିବେ, ସେ ଧରା ପଡ଼ିଯିବେ। ଯୁଦ୍ଧ ସେଇ ସମୟରେ ଯେତେବେଳେ ପ୍ରଭୁ ଯିବେ କେଉଁଠିକି ନା ଯେଉଁ ଆଡ଼େ କହିଛନ୍ତି ଟିକିରା ଗୋହିରୀ ଖେଳ ଯେ ହୋଇବ, ପ୍ରଭୁ ଜଗନ୍ନାଥ ଯିବେ ଛତିଆରେ ଯାଇ 7 ଦିନ ଗୋଟି କୈବଲ ଗୋଟି କରିବେ। ହାଡ଼ିବନ୍ଧୁ ମହାପୁରୁଷ ଅପେକ୍ଷା କରିଛନ୍ତି, ଜଗନ୍ନାଥ ଯିବେ 7 ଦିନ କେଉଁଠିକି ନା ଛତିଆ। ସେଇ 7 ଦିନ ଭିତରେ ଯେଉଁ ଛତିଆ କଥା ପ୍ରଭୁ କହିଛନ୍ତି, ଆଡ଼େ ଇନ୍ଦ୍ରଦ୍ୟୁମ୍ନ ତ କଥା ଦେଇଛନ୍ତି। ଇନ୍ଦ୍ରଦ୍ୟୁମ୍ନ କହିଛନ୍ତି ଯେ ଆପଣ ଶ୍ରୀକ୍ଷେତ୍ର ଛାଡ଼ି ଯିବେ ନାହିଁ। ସାଡ଼େ ଇନ୍ଦ୍ରଦ୍ୟୁମ୍ନ କହିଛନ୍ତି କାହାକୁ ନା ଜଗନ୍ନାଥଙ୍କୁ ଆପଣ ଯିବେ ନାହିଁ। ଜଗନ୍ନାଥ କହନ୍ତି ମୁଁ ଯିବିନି। ସାଡ଼େ ରୁକ୍ମିଣୀ ପଚାରିଛନ୍ତି, କହିଲେ ପ୍ରଭୁ ତ କହୁଥିଲେ ତମେ ତ ଛତିଆ ଯିବ ନାହିଁ, ପୁଣି କେମିତି ଯିବ ନା ହାଡ଼ିଆ ବୋଲିନ ଭକତ ମୋର 7 ଦିନ ଯିବି
କେଉଁଠିକି ନା ଛତିଆ ତୋର କାହିଁକି ନା ସେଠି ମୋର 7 ଦିନ ଲୀଳା ହେବ। ସେଇ 7 ଦିନ ଲୀଳା ଯେବେ ହେବ ନା ଆପଣ କ'ଣ ଯିବେ ନା ଆରେ ମୋର ଦାରୁ ଗୋଟି ଯିବ ବ୍ରହ୍ମଜ ଦାରୁରେ ନଥିବ କାହିଁକି ନା ଯେତେବେଳେ ଭୂରିସଭା ବହି ଷ୍ଟେସନରେ ସେ ଇଞ୍ଜିନ କି ଖଣ୍ଡ ବିଖଣ୍ଡ କରିଦେବ ସେଇ ସମୟରେ କହିଥିଲେ ଅର୍ଜୁନ ତୁ ଛକି ରହିଥିବୁ ସେବେଳେ ଯେତେବେଳେ ଭୂରିସଭା ମାରିବଟି ସର ତୁ ଏକାଶରେ ମୋର ଆଣିବୁ ବ୍ରହ୍ମକୁ ଶ୍ରୀକ୍ଷେତ୍ର ତୁ ସେଇ ସମୟ ବ୍ରହ୍ମକୁ ନେଇ ଆସିବୁ ଦାରୁଟା ଯିବ କେଉଁଠିକି ନା ଛତିଆ। ଯେଉଁ ଦାରୁ ଛତିଆ ଯିବ ସେ ରହିବ କେଉଁଠି ନା 2.5 ଘଣ୍ଟା ରହିବ କେଉଁଠି ନା ଝାଡ଼େଶ୍ୱର କଢ଼େଇରେ। ଝାଡ଼େଶ୍ୱର କଢ଼େଇରେ ଝାଡ଼େଶ୍ୱର ମହାଦେବ ଅଛନ୍ତି, ବଟ ମହାଦେବ ଅଛନ୍ତି। ସେଦିନ ସେ ବଟ ମହାଦେବ ଯିଏ ଅଛନ୍ତି ସିଏ ମୋକ୍ଷ ପାଇବେ, ତାଙ୍କର ପୂଜା ହେବ। ଝାଡ଼େଶ୍ୱର କଢ଼େଇରେ ସେଠି ଅନ୍ନ ରୋଷେଇ ହେବ, ସେଠି ଲୁଣ ପଡ଼େନି ଅଲଣା ହୁଏ। ପ୍ରଭୁ 2.5 ଘଣ୍ଟା ସେଇଠି ରହିବେ, ସେଠି 2 ଭାଇ ଯାକ ଖାଇବେ, ସେଇଦିନ ଲୁଣ ପଡ଼ିବ 2.5 ଘଣ୍ଟା ପରେ ଆସିବେ ଛତିଆ, ସେ ଅଲଗା କଥା। ତେଣୁ ଆପଣ ଯେଉଁ 26 କଥା କହିଲେ ଘୋର ବିପଦର ସମୟ ଏବେ ଆସୁଛି। କାହିଁକି ନା ଆମେ କହିପାରୁ ଯେ କିଏ ମରିବା ବଞ୍ଚିବା କେହି ମଧ୍ୟ କହିପାରିବା ନାହିଁ। ଦେଶକୁ ବହୁତ ବିପଦ ଆସୁଛି, ଝଡ଼ ବର୍ଷା ଆଉ ଯେଉଁ ଉଲ୍କାପାତ ଆପଣ ଦେଖୁଛନ୍ତି ଘୋର ନିଆଁରେ କେଉଁଠି କେଉଁଠି ହେଇଯାଉଛି କ'ଣ ତା ମଧ୍ୟ ଜାଣି ହେଉନାହିଁ। ପ୍ରଭୁଙ୍କର ଖେଳ ଏହି ପ୍ରକାର ସବୁ ହେବ। ଯେଉଁ ମହାପୁରୁଷମାନେ ସବୁ ଅଙ୍କ ହିସାବ ଭଲ ମନ୍ଦ ମାଳିକା ତର୍ଜନା କରୁଛନ୍ତି ସାଡ଼େ କହୁଛନ୍ତି ଛକି ରହିଥିବୁ 6 ଅଙ୍କରେ। 6 କ'ଣ ଇଏ 4 କି 2ରେ ମିଶେଇଲେ 6, ସେ 4 2 ଯେ ମିଶେଇଥିବ ଜାଣିବ 9 6 ତୋର ତେବେ କରିବୁ ଘର। ତେବେ ଯଦି 9 6 13କୁ ମିଶେଇବୁ ଛତିଆ ଯିବୁ ପ୍ରଭୁଙ୍କ ଲୀଳା ଦେଖିବୁ, ଯିଏ ମିଶେଇଥିବ ସେ ଜାଣିଥିବ। କିନ୍ତୁ ଏବେ ଯେଉଁ ଆସୁଛି ସମୟ ସମସ୍ତେ ଭଗବାନଙ୍କୁ ଡାକି ସତର୍କ ରହିବାକୁ ପଡ଼ିବ। କାହିଁକି ନା ଆମେ ଯେତେ ଯାହା କଲେ ମଧ୍ୟ ଯଦି ଭଗବାନଙ୍କର ନାମ ନଥିବ କେହି ଆମକୁ ଉଦ୍ଧାର କରିପାରିବେ ନାହିଁ। ତେଣୁ ଜୟ ଜଗନ୍ନାଥ, ଏତିକି ମୁଁ କହୁଛି। ଆପଣ ଯଦି ଆ ଭିତରେ କିଛି କହିବାର ଅଛି ତେବେ ଆପଣ ପଚାରି ପାରନ୍ତି। କ'ଣ